ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ। ଆଜି ଟପିକ୍ ଅଛି ଭବିଷ୍ୟତର ଗର୍ବ। ଯାକୋବ 4 ଅଧ୍ୟାୟର 13ରୁ 17 ପର୍ଯ୍ୟନ୍ତ। ଭବିଷ୍ୟତର ଗର୍ବ। ଏବେ ଦେଖ, ଯେଉଁମାନେ କହୁଅଛ ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ 1 ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ। ଆଜି ଯେଉଁମାନେ ଭାବୁଅଛ, ଏବେ ଦେଖ, ଯେଉଁମାନେ କହୁଅଛ ଆଜି କିମ୍ବା କାଲି ଆମେ ଅମୁକ ସହରକୁ ଯିବୁ। ଆଜି ବହୁତ ଲୋକମାନେ ଏହି ଜଗତରେ ବଞ୍ଚିବା ଲାଗି ଆଜି ବହୁତ ଚିନ୍ତା କରୁ। କ'ଣ କହୁଛି ଯେ ଏବେ ଦେଖ, ଜଣେ କହୁଛନ୍ତି ଆଜି କିମ୍ବା କାଲି ଆମେ ଅମୁକ ସହରକୁ ଯିବୁ ବୋଲେ ଗୋଟିଏ ଷ୍ଟେଟ୍ରୁ ଗୋଟିଏ ସହରକୁ ଗୋଟିଏ ଜାଗାକୁ ଯାଇକି ରୋଜଗାର କରିମୁ ବୋଲି କହୁଛନ୍ତି। ହାଲେଲୁୟା। ଓ ସେଠାରେ 1 ବର୍ଷ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ। ଯାଇ ସେହି ଜାଗାରେ ବାଣିଜ୍ୟ କରିକି କାମ କ୍ଷେତ୍ର କରିକି ବିଭିନ୍ନ ପ୍ରକାର ଲାଭ କରିବା ଲାଗି ଚାହୁଁଛନ୍ତି। କେବଳ ପ୍ରଭୁ ଆମକୁ କ'ଣ କହୁଛନ୍ତି ବାକ୍ୟ ମାଧ୍ୟମରେ। ହାଲେଲୁୟା। କିନ୍ତୁ କାଲି କ'ଣ ଘଟିବ ତାହା ତ ତୁମେମାନେ ଜାଣ ନାହିଁ। ତୁମମାନଙ୍କ ଜୀବନ କ'ଣ କ୍ଷଣୀୟ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ। ଯେଉଁ ବାସ୍ପ ତୁମେ ତାହା ଅଦୃଶ୍ୟ। ଏଇଠି ଭଲ ଭାବରେ ଲେଖା ଅଛି, କିନ୍ତୁ କାଲି କ'ଣ ଘଟିବ ତାହା ତ ତୁମେମାନେ ଜାଣ ନାହିଁ। କାଲିକି କ'ଣ ଘଟିବ କୌଣସି ମଣିଷ ଜାଣିନାହିଁ। କେବଳ ପରମେଶ୍ୱର ଯୀଶୁଖ୍ରୀଷ୍ଟ ହିଁ ଜାଣିଛନ୍ତି। ତାହା ତୁମେ ତ ଜାଣନା। ଯଦି ଆମେମାନେ ଜାଣିପାରୁନାହିଁ, ବର୍ଷ ଲାଗି ଆମେ ଭାବିବାଟା ବହୁତ ଭୁଲ। ପ୍ରଭୁ ଯାହା ଆମକୁ ଦେଉଛନ୍ତି ଆମେ ସେଥିରେ ସନ୍ତୋଷ ରହିବାର ଅଛି। ହାଲେଲୁୟା। ତୁମମାନଙ୍କ ଜୀବନ କ'ଣ କ୍ଷଣୀୟ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ। ଯେଉଁ ବାସ୍ପ ଆମ ଜୀବନ କ୍ଷଣୀୟ ଦୃଶ୍ୟ। ଆମମାନଙ୍କ ଜୀବନ କିଛି ସମୟ, କିଛି ବର୍ଷ, କିଛି ଯୁଗ। ଏହି ଜଗତରେ ଆମେ କେତେ ଦିନ ରହିବା ନିଜେ ଜାଣିନାହିଁ। ହୋଇ ଅଦୃଶ୍ୟ ହୋ ବାସ୍ପ। ତୁମେ ତ ତାହା ସଦୃଶ, ଯାହା ଆମେ ସଦୃଶ। 15 କ'ଣ ଲେଖା? ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମେ ଜୀବିତ ଥାଇ ଏହା କରିବା ବା ତାହା କର। ଯଦି ପ୍ରଭୁଙ୍କର ଅନୁଗ୍ରହ ଅଛି, ପ୍ରଭୁଙ୍କର ଇଚ୍ଛା ଅଛି, କ'ଣ ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମେ ଜୀବିତ ଥାଇ ଏହା କରିବା ତାହା କରିବା। ଯାହା ପ୍ରଭୁ ଯଦି ଆମକୁ ଜୀବିତ ରଖିଛନ୍ତି, ଯାହା ଆମ ଆବଶ୍ୟକ ପ୍ରଭୁ ତାହା ଦେବେ। ଆମେ ସେହି ହିସାବରେ କାମ କରିବା। ମୁଁ ଏମିତି କରିବି, ସେମିତି କରିବି। ଆମେ ଅନେକ ଯେଉଁମାନେ ଚିନ୍ତା କରୁଛନ୍ତି ଭବିଷ୍ୟତ ପାଇଁ ଗର୍ବ ନୁହେଁ। ଯେହେତୁ ଆମେ ଯୀଶୁଖ୍ରୀଷ୍ଟକୁ ଜାଣିନୁ। ମାଥୁରେ ଲେଖା, ଯିଏ ଆକାଶକୁ ଦେଖନ୍ତୁ, ସେମାନେ ବୁଣନ୍ତି ନାହିଁ, କାଟନ୍ତି ନାହିଁ। ପ୍ରଭୁ ଯଦି ସେମାନଙ୍କୁ ଆହାର ଯୋଗାଉଛନ୍ତି, ଯାହାକି ଆମମାନଙ୍କୁ ବି ଯୋଗାଇବେ। ଏହିପରି କହିବା ତୁମର ଉଚିତ। ଆମମାନେ କହିବା ନାହିଁ ଭଳିଆ। 17 ନମ୍ବରରେ କ'ଣ ଲେଖା? 16 ନମ୍ବରରେ କ'ଣ ଲେଖା? କିନ୍ତୁ ଏବେ ତୁମେ ଆପଣ ଭାବରେ ଗର୍ବ କର। ଏ ପ୍ରକାର ଗର୍ବ ମନ୍ଦ ଅଟେ। ଯେଉଁମାନେ ପ୍ଲାନିଂ ବନଉଛ, ଭାବୁଛନ୍ତି ମୁଁ ଏମିତି କରିବି, ସେମିତି କରିବି, କ'ଣ କରିଛି। କିନ୍ତୁ ଏବେ ତୁମେ ଆପଣ ଭାବରେ ଗର୍ବ କରୁ, ଯାହାକି ନିଜକୁ ଆମେ ଗର୍ବ କରୁଅଛୁ। ପ୍ରଭୁ ଜାଣନ୍ତି, ଯୀଶୁଖ୍ରୀଷ୍ଟ ଜାଣୁଛନ୍ତି ଆମକୁ କ'ଣ ଆବଶ୍ୟକ ପ୍ରଭୁ ଯୋଗାଇବେ। ପ୍ରଭୁ କ'ଣ ଜୀବିତ ପରମେଶ୍ୱର। ଗୀତ ସଂହିତାରେ ଲେଖା ହେଇଛି 121ଟାରେ, ପ୍ରଭୁ କ'ଣ ମୁଁ ଘୁମେଇବି ନାହିଁ କି ନିଦ୍ରା ଯିବି ନାହିଁ। ସେ ଜୀବିତ ପରମେଶ୍ୱରକୁ ଆମେମାନେ ପାଇଅଛୁ। ସେ ପ୍ରଭୁଙ୍କ ସହିତ ଆମେମାନେ ସେ ଜୀବିତ ପ୍ରଭୁକୁ ଆମେ ପାଇଅଛୁ, ଯେହେତୁ ଆମେ ଗର୍ବ କରିବା ନାହିଁ। ହାଲେଲୁୟା। ଏ ପ୍ରକାର ଗର୍ବ ମନ୍ଦ ଅଟେ।
ଯେଉଁମାନେ ଭାବୁଛ ମୁଁ ଏଇ କାମ କରିବି ସେଇ କାମ କରିବି ଆସନ୍ତା ବର୍ଷକୁ ଏଇଟା ପ୍ରଭୁଙ୍କ ଦୃଷ୍ଟିରେ ଏ ପ୍ରକାର ଗର୍ବ ମନ୍ଦ ଦୁଇଟା ହচ্ছে ମନ୍ଦ ଅଛେ ଗର୍ବ କେବଳ ଆମେ ଭାବିବାର ନାହିଁ। ହାଲେଲୁୟା। ଅତଏବ ଯିଏ ସତ୍କର୍ମ କରିବାକୁ ଜାଣି ଅତଏବ ଯିଏ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର ପାପ ହୁଏ। ଦେଖ এইটি কোন অতএব যে সৎকর্ম করে জানি তাহা করে ନାହିଁ। যদি ଆମେ ସତ୍କର୍ମ ଜାଣୁ ସତ୍ୟ ପରମେଶ୍ୱର ଜାଣୁ ସତ୍ୟ ଯୀଶୁ ଖ୍ରୀଷ୍ଟ ଜାଣୁ ଯଦି ଆମେ ସେ କର୍ମ କରିବା ନାହିଁ ତ ତାହେଲେ ଆମେ ପ୍ରଭୁଙ୍କ ଦୃଷ୍ଟିରେ ତାହାର ପାପ ହୁଏ। ପ୍ରଭୁଙ୍କ ଦୃଷ୍ଟିରେ ଆମେ ପାପୀ ହେଇଯିବା। ସେଥିଲାଗି ଆମେ ମିଥ୍ୟା କାମ କରିବା ନାହିଁ ସତ୍ୟରେ ଆଜି ଗୋଟିଏ ଦିନ ଆଜି ପାଇଁ ଆମେ ଚିନ୍ତା କରିବାର ଅଛି। ଆମେ ଚିନ୍ତା କର ଆମେ ଯେନ୍ ବାହାରୁ ଯେକୌଣସି କ୍ଷେତ୍ରରେ ବାହାର ଆପଣମାନେ ପ୍ରଭୁକୁ ଧନ୍ୟବାଦ ଦେଇକି ବାହାର ପ୍ରଭୁ ସାହାଯ୍ୟ କରିବେ। ଅତଏବ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ। ଯଦି ଯିଏ ସତ୍ୟର କର୍ମ ଜାଣିକି ଯେ ସତ୍ୟର କର୍ମ ବିଭିନ୍ନ ପ୍ରକାର ସତ୍ୟ ବହୁତ ପ୍ରକାର ଖାଲି କହିଦେଲେ ହେବ ନାହିଁ। ଯେମିତି କହିବା ସେମିତି ଆମେ କରିବାର ଅଛି। ଯାହାକି ଯେମିତି କହିବା ସେମିତି କଲେ ଯାଇକି ଆମେ ପ୍ରଭୁଙ୍କ ଦୃଷ୍ଟିରେ ତାହାର ପାପ ହୁଏ। ଯାହା ପାପ ହେବ ନାହିଁ। ଯଦି ଆମେ ଖାଲି କହିଦେଲେ ହେବ ନାହିଁ କରିକି କହିବା ପୂର୍ବରୁ କରିକି ଦେଖାଇବାର ଅଛି। ଯାହାକି ଆଜି ଲୋକମାନେ କ'ଣ ପାଇଁ ଅବିଶ୍ୱାସ କରୁଛନ୍ତି ବିଶ୍ୱାସୀ ମାନଙ୍କୁ ଲାଗି ସେ ଗୋଟେ ବାକ୍ୟ ଦେଇକି ମୁଁ ସମାପ୍ତ କରିବି। ମାଥ୍ୟୁ 5:16 ସେହି ପ୍ରକାରେ ତୁମମାନ ଆଲୋକ ଲୋକଙ୍କ ସାକ୍ଷରରେ ପ୍ରକାଶ ପାଉ ଯେପରି ସେ ତୁମମାନଙ୍କର ସତ୍କର୍ମ ଦେଖି ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଆମେ ଯେହେତୁ ଜ୍ୟୋତିକୁ ପାଇଛୁ ଯୀଶୁ ଖ୍ରୀଷ୍ଟକୁ ପାଇଛୁ ସେଇଟା ତୁମର ଆଲୋକ ଲୋକଙ୍କ ସାକ୍ଷରେ ପ୍ରକାଶ ଲୋକଙ୍କ ସାକ୍ଷରେ କେମିତି ପ୍ରକାଶ ପାଇବ? ଆଜି ଆମେ ବିଶ୍ୱାସ କରୁଛୁ ବୋଲି ଆମେ କହିଦେଉଛୁ କେଉଁ ଲୋକେ ଆଉ କ'ଣ କହୁଛନ୍ତି ଯେ ତୁମର ଆମେ ସେ ଲୋକକୁ ଦେଖନି କ'ଣ କଲା ସାକ୍ଷର ପ୍ରକାଶ ପାଉ ଆମେ ଯେମିତି କହିବା ଏନେ କ'ଣ ଯେପରି ତୁମମାନଙ୍କ ସତ୍କର୍ମ ଦେଖି ସତ୍କର୍ମ ଆମେ ଯେମିତି କହୁଛୁ ସେମିତି କରିବାର ଅଛି। ଆଜି ଅନେକ ଲୋକ କହିଦେଉଛନ୍ତି କେବଳ କରିବା ଲାଗି ନିଜ ଜୀବନରେ ଲାଗୁ କରୁନାହାନ୍ତି। କେବଳ ନିଜ ଜୀବନରେ ଆମେ ଲାଗୁ କରିକି ଅନ୍ୟମାନଙ୍କୁ କହିବାର ଅଛି ସ୍ୱର୍ଗ ପିତାର ମହିମା କୀର୍ତ୍ତନ ହେବ। ଯଦି ଆମେ ଯେମିତି କହିବା ସେମିତି କରିବା ବୋଇଲେ ଆମ ଦ୍ୱାରା ସେ ସତ୍ୟ ଯୀଶୁ ଖ୍ରୀଷ୍ଟକୁ ସମସ୍ତେ ଜାଣିପାରିବେ। ଆମେ ଖାଲି କହିଦେଲେ ହେବ ନାହିଁ। ଆଜି କହିବାର ବହୁତ ଲୋକ କହୁଛନ୍ତି କେବଳ ନିଜେ ଚିନ୍ତା କରନ୍ତୁ। ଆଜି ଅନେକ ଯୀଶୁଙ୍କ ନାମ ଜାଣୁ କେବଳ କରିବା ତ ବହୁତ କମ୍ କହିବା ତ ବହୁତ ଅଛି କେବଳ କରିକି ଦେଖ ବହୁତ ଅଳ୍ପ ଅଛନ୍ତି। କେବଳ ଆମେ କରିକି ଦେଖାଇବାର ଅଛି ଲୋକକୁ ଦେଖ ନାହିଁ ଲୋକ ଦେଖାଇବାର ଦେଖୁ ନାହିଁ। ଆମେ ଯାହା କିଛି ଜଗତରେ କରୁଛୁ ସବୁ କିଛି ଯୀଶୁ ଖ୍ରୀଷ୍ଟ ଦେଖୁଛନ୍ତି। ସେ ଯୀଶୁଙ୍କ ଭଳିଆ ଯୀଶୁ ଯେଉଁଟା ଆମେ ଯୀଶୁ ଯେଉଁ ଆଜ୍ଞା ଦେଇଛୁ ସେଟା ଆମେ ପାଳନ କରିବାର ଅଛି। এই ଛତିଆ ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରି ସମାପ୍ତ। ହାଲେଲୁୟା। ଧନ୍ୟବାଦ ଯୀଶୁ ପବିତ୍ର ପରମେଶ୍ୱର ତୁମେ ମହାନ ଧନ୍ୟବାଦ ଯୀଶୁ ପ୍ରଭୁ ପବିତ୍ର ଆତ୍ମା ସାହାଯ୍ୟ ପ୍ରଭୁ ସୁନ୍ଦର ବାକ୍ୟ ପ୍ରଭୁ ଅନେକ ଲୋକ କିନ୍ତୁ ପରିବର୍ତ୍ତନ ସାହା ଧନ୍ୟବାଦ ପ୍ରଭୁ ପ୍ରାର୍ଥନା ଶୁଣିବାକୁ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ଆମେ